ଭିକ୍ଟିମ୍ ସେ ଏଠିକି ଆସିବ, ସେ କାହା ଆଗରେ ପଖାଣିବ ତା ଦୁଃଖ, କାହା ପାଖରେ କହିବ? ଏଠି ପୁଣି ଗଣଧର୍ଷଣ ହେଇଛି, ଏଠି କେମିତି ଆସିକି କହିବ? ସେ କାହା ଆଗରେ କହିବ? ସେ ଝିଅ ଆସିଲା, ଅନ୍ୟ ଥାନାରୁ ମହିଳା ଆଇସି ଆସିଲେ, ତାପରେ ଯାଇ ତାଙ୍କ ରେଜିଷ୍ଟର୍ଡ ହେଇଛି କେସ୍। ଏ ଜାଗାରେ ଯଦି ମହିଳା ତାର ନ୍ୟାୟ ପାଇପାରିବ ନାହିଁ, ଗଣଦୁଷ୍କର୍ମ ଶିକାର ହେବ ଏବଂ ଥାନାରେ ମହିଳା ଆଇସି ନାହାନ୍ତି, ମହିଳା ଶିଶୁ ଡେସ୍କ ନାହିଁ, ଏଇଠି ସେ ତାର ଏଫଆଇଆର ଦେଇପାରିବ ନାହିଁ। 3 ଦିନ ପରେ ଏଫଆଇଆର ଦେବ ଏବଂ ସେଇ ଆଇଆଇସିକୁ ଏଇଠି କ'ଣ ପାଇଁ ବଦଳି କରାଗଲା ଏଇ ସ୍ଥାନରୁ, ତାହା ମଧ୍ୟ ପ୍ରଶ୍ନବାଚୀ ଆଜି ସୃଷ୍ଟି କରିଛି। ଦେଖନ୍ତୁ, ଅତ୍ୟନ୍ତ ଦୁଃଖଦାୟକ ଏବଂ ଲଜ୍ଜାଜନକ ଘଟଣା। କମିଶନରେଟ୍ ପୁଲିସ ଅଣ୍ଡରରେ ଧଉଳି ଥାନା, ଭୁବନେଶ୍ୱରର ଧଉଳି ବୋଲି ସମସ୍ତେ କୁହନ୍ତି, କିନ୍ତୁ ଯଦିଓ ପଞ୍ଚାୟତରେ ଏଠି ଇଣ୍ଟରନ୍ୟାସନାଲ ଟୁରିଷ୍ଟ ପ୍ଲେସ୍। ସବୁଦିନ ଲୋକ ଆସନ୍ତି ଏଠିକି। ଥାନା ତାର ଅନତି ଦୂରରେ, ଥାନା ତା ପାଖରେ ଥାନା। କିନ୍ତୁ ଦୁଃଖଦ ଘଟଣା, କେସ୍ ହେଲା 10 ତାରିଖରୁ, ଆଜି 7 ଦିନ ହେଇଗଲାଣି, ଏଠି ସମସ୍ତେ ଆରେଷ୍ଟ ହେଇପାରିଲେ ନାହିଁ। ଗୋଟେ ଛୋଟ ନାବାଳିକା, ତା ପ୍ରତି ଅତ୍ୟାଚାର ହେଇଛି, କିନ୍ତୁ ଅତ୍ୟାଚାର ଯେଉଁମାନେ କରିଛନ୍ତି ସେମାନେ ସ୍କଟ୍ ଫ୍ରି ବୁଲୁଛନ୍ତି, କିଛି କରାଯାଇପାରୁନି। କାହିଁକି ଲୋକ ଡରିବେ ଲ ଆଣ୍ଡ ଅର୍ଡର ସିଚୁଏସନକୁ ଦେଖିକି? ବର୍ତ୍ତମାନର ଯେମିତି ଚାଲିଛି, ଆଜି ଆମେ ଆସିଲୁ ଥାନାକୁ, ଥାନାରେ ମହିଳା ଶିଶୁ ଡେସ୍କ ନାହିଁ, ଏଠି ଜଣେ ମହିଳା ନାହାନ୍ତି, ମହିଳା ଅଫିସର ନାହାନ୍ତି। କାହାକୁ ଜଣେ ମହିଳା ଯେତେବେଳେ ଭିକ୍ଟିମ୍ ସେ ଏଠିକି ଆସିବ, ସେ କାହା ଆଗରେ ପଖାଣିବ ତା ଦୁଃଖ, କାହା ପାଖରେ କହିବ? ଏଠି ପୁଣି ଗଣଧର୍ଷଣ ହେଇଛି, ଏଠି କେମିତି ଆସିକି କହିବ? ସେ କାହା ଆଗରେ କହିବ? କେସ୍ ହେଇଛି 10 ତାରିଖ, ରେଜିଷ୍ଟର୍ଡ ହେଇଛି 12 ତାରିଖ। ଏଠି ସେ ଡେସ୍କ ନାହିଁ। ଗତ ସରକାର ସମୟରେ ଯେତେବେଳେ ଆପଣ ଦେଖନ୍ତୁ କିଭଳି ଭାବରେ ମହିଳା ଏବଂ ଶିଶୁ ସେମାନଙ୍କର ସୁରକ୍ଷା ପାଇଁ ପ୍ରତି ଥାନାରେ ମହିଳା ଶିଶୁ ଡେସ୍କ କରାହେଇଥିଲା, ଏଠି କାହିଁ କରାଯାଇନି? ଆଉ ରାତାରାତି କ'ଣ ପାଇଁ? ଯେଉଁ ଦିନ ଘଟଣା ହେଲା ତା ପରଦିନ ତାଙ୍କ ଟ୍ରାନ୍ସଫର ହେଇଯାଇଛି ଆଇଆଇସିଙ୍କର। ଆଉ ଜଣେ ନୂଆ ଆସିଛନ୍ତି ନୟାଗଡ଼ରୁ, ତାଙ୍କୁ ଆମେ ପଚାରିଲୁ, ସିଏ ସେଦିନ ନଥିଲେ। ଏନି ହାଉ ସେ ମ୍ୟାନେଜ୍ କରୁଛନ୍ତି, କହୁଛନ୍ତି ଯେ ଏମିତି ହେଇଛି, ଆମେ ଏପର୍ଯ୍ୟନ୍ତ ସୁଦ୍ଧା 2 ଜଣଙ୍କୁ ଆରେଷ୍ଟ କରୁଥିଲୁ, ଆଜି ସକାଳେ ଜଣକୁ ଆରେଷ୍ଟ କରୁଛୁ। ତ କ'ଣ ଯେଉଁମାନେ କଲପ୍ରିଟ୍ ସେମାନେ ତ ପଦାରେ ବୁଲୁଛନ୍ତି, କାହାକୁ ଆପଣ ଏଇଭଳି ହେଉଛି ବୋଲି ଘଟଣା, ଏ ଘଟଣା ବଢ଼ୁଛି। ଯେଉଁ କଥା କହୁଛନ୍ତି, ଗତ କିଛି ମାସ ଭିତରେ ଆପଣ ଦେଖିବେ କେତେ ଗଣଧର୍ଷଣ, ପୁଣି ନାବାଳିକା ସେଥିରେ ସମ୍ପୃକ୍ତ, ମାନେ ତାଙ୍କୁ ଦର୍ଶନ କରାଯାଇଛି। ଏଥିରେ କ'ଣ ଆପଣ କ'ଣ ଆଶା କରିବେ? କେତେ ସୁରକ୍ଷିତ ଆମ ମହିଳା ଝିଅ ଆଜି ପଦାକୁ ବାହାରିବା ପାଇଁ ଡରୁଛନ୍ତି। ରାଜଧାନୀରେ ଖାଲି ମୁଁ ଯଦି କହିବି ମହିଳାମାନଙ୍କ ଉପରେ ଅତ୍ୟାଚାର ହେଉଛି ସେ କଥା ନୁହେଁ, ସବୁ କ୍ଷେତ୍ରରେ ଲ ଆଣ୍ଡ ଅର୍ଡର ସିଚୁଏସନ୍ ପୁରା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ସରକାର ଆଖି ଖୋଲନ୍ତୁ, ଦେଖନ୍ତୁ ବର୍ତ୍ତମାନ କ'ଣ ସିଚୁଏସନ୍। ମହିଳା କମିଶନ ଗୋଟେ ଦୋଷାରୋପ କରିଦେଉଛନ୍ତି, ପେରେଣ୍ଟସ୍ ମାନଙ୍କୁ କହୁଛନ୍ତି କାହିଁକି ପିଲାଙ୍କୁ ବାହାରକୁ ଛାଡ଼ୁଛନ୍ତି। ତାମାନେ କ'ଣ ପାଠଶାଠ ପଢ଼େଇବେନି, ବାହାରକୁ ପଠେଇବେନି, କିଛି କରିବେନି? ଏ କି ପ୍ରକାର ଯୁକ୍ତି? ଦେଖନ୍ତୁ, ନିଜେ ଆଇଆଇସି କହିଲେ ଯଦି ଆଜି ଆରେଷ୍ଟ ନ ହେଇଥାନ୍ତା, ସେ ଆଜି ବାହାର ଥିଲା, ହାଇଦ୍ରାବାଦ ପଳେଇଥାନ୍ତା। ସେ ହାଇଦ୍ରାବାଦରେ ବି ସେଇ କେସ୍ରେ ଆରେଷ୍ଟ ହେଇଥିଲା। ସେଇଭଳିଆ ଆହୁରି କେତେ କ'ଣ ତା ନାଁରେ ରହିଛି କେସ୍। ଏଇଭଳିଆ ଯେଉଁମାନେ କରୁଛନ୍ତି କାମ, ସେମାନଙ୍କ ପାଇଁ ସରକାର କ'ଣ କରୁଛନ୍ତି? ଆମର ପରା ଥାନାରେ କିଛି ନାହିଁ, ଆମ ପୋଲିସ ଏତେ ଆକ୍ଟିଭ ଯେ ଯାଇକି ଆରେଷ୍ଟ କରିପାରୁନାହାନ୍ତି। ସରକାରଙ୍କ ଉପରୁ ପତାନି ଚାପ ପଡ଼ୁଛି କି କ'ଣ ଆମେ ଜାଣିନୁ। କୌଣସି ଦଳୀୟ ଚାପରେ ସେମାନେ ହୁଏତ ଏମିତି ଛାଡ଼ି ଦେଉଛନ୍ତି। ପୋଲିସ ଚାହିଁବ ଆରେଷ୍ଟ ହେବନି ଅପରାଧୀ, ଏଇଟା ତ ବିଲକୁଲ ମାନେ ପସିବୁଲ ନୁହେଁ। ଦେଖନ୍ତୁ, ସେ କଥା ତ ଆମେ ବି ଗଣମାଧ୍ୟମରୁ ଶୁଣିଥିଲୁ ଯେ 10 ତାରିଖରେ ଘଟଣା ହେଲା, 10 ତାରିଖରେ এটা ରେଜିଷ୍ଟର କରିବା ପାଇଁ ସେମାନେ ଆସିଲେ, କିନ୍ତୁ ସେଟା ହେଇନଥିଲା 12 ତାରିଖରେ ହେଲା ବୋଲି। ତ ତା ଭିତରେ ଆପଣ ଦେଖନ୍ତୁ ଆଇଆଇସିକି ଟ୍ରାନ୍ସଫର କରିଦିଆଗଲା। କାହିଁକି କରିଦିଆଗଲା? କେଉଁଠି ଚାପ ପଡ଼ିଲା କରିଦେବା ପାଇଁ? କାହିଁକି ଏପର୍ଯ୍ୟନ୍ତ 7 ଦିନ ଭିତରେ ତାଙ୍କୁ ଗିରଫ କରାଯାଇନି? ଯଦି ଗୋଟିଏ ଦିନ ଭିତରେ ଗିରଫ କରାଯାଉଥାନ୍ତା, ସାଙ୍ଗେ ସାଙ୍ଗେ ଗିରଫ କରାଯାଉଥାନ୍ତା, ତାହେଲେ ଲୋକ ପୁଲିସକୁ ଡରୁଥାନ୍ତେ। ଲ ଆଣ୍ଡ ଅର୍ଡର ସିଚୁଏସନ୍ ଏଇଭଳି ଭାବରେ ବିଶୃଙ୍ଖଳିତ ହେଇକି ପଡ଼ନ୍ତାନି। ଆଗରୁ ହେଉଥିଲା, ଲୋକ ଦେଖିଥିବେ। ଏବେ ମଧ୍ୟ ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ଏମିତି କରନ୍ତୁ। ଏଠି ଲୋକଙ୍କ କଥା, ପିଲାଙ୍କ କଥା, ଛୋଟ ପିଲାଙ୍କ କଥା, ଝିଅଙ୍କ କଥା, ମହିଳାଙ୍କ କଥା, ବଡ଼ ବଡ଼ କଥା କହିଲେ ହେବନି, ମହିଳାଙ୍କ ସମ୍ମାନ କଥା କହିଲେ ହେବନି। ପ୍ରକୃତରେ ସମ୍ମାନ ଦେବା ଦରକାର। ତାଙ୍କ ସମ୍ମାନ କେମିତି ରହିବ ସେ କଥାକୁ ଚିନ୍ତା କରିବା ଦରକାର। ଭୁବନେଶ୍ୱରର ଛାତି ଉପରେ ଧଉଳି ଯେଉଁ ଶାନ୍ତିସ୍ତୂପ ଇଣ୍ଟରନ୍ୟାସନାଲ ପର୍ଯ୍ୟଟନ ସ୍ଥଳୀ, ସେଇ ସ୍ଥାନରେ ଯେଉଁ ଅମାନବୀୟ ଘଟଣା ଘଟିଲା, ଲୋମହର୍ଷଣକାରୀ ଘଟଣା ଘଟିଲା, ଗୋଟେ ନାବାଳିକା ଛାତ୍ରୀକୁ ଗଣଦୁଷ୍କର୍ମ କରାହେଲା। ଆମେ ଧଉଳି ଥାନାକୁ ଆଜି ଆସିଥିଲୁ এই ବିଷୟରେ ଜାଣିବା ପାଇଁ। ଆମର ଦଳର ସଭାପତି, ବିଜୁ ଜନତା ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ, ବର୍ତ୍ତମାନ ବିରୋଧୀ ଦଳର ନେତା ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ
फैक्ट फाइंडिंग टीम आज आसीथिला एवं ए फैक्ट फाइंडिंग टीम आज आम धौली थाना को आसलु एवं निश्चित भाव में अत्यंत दुखर कथा परितापर कथा जे गोटे नाबालिकार गणदुष्कर्म भुवनेश्वर भाया जगार होपर्यंत कल्प्रिट समस्ते धरा ही पारि नाहंती 5 जन दोषी अच्छा किंतु मात्र 3 जन को आज जन को आगु 2 जन को गिरफ्त करते आ संपूर्ण भाव में 5 जन को गिरफ्त कर पारि नाहंती तापर आहुरी कथा आम देखा पाइलु ये जे महिला शिशु डेस्क चलुना डिफंक्ट होकर अच्छी जड़े जदि महिला आसला थाना को एफआईआर देवाई से क्या पाखे कह तार रेप कथा क्या पाखे कह एवं केवल धौली थाना कथा नुह ओडिशा रे 600टी थाना रे जो महिला शिशु डेस्क काम करुला वर्तमान यही सरकार रे दीर्घ 17 मास है ताहा डिफंक्ट होकर पड़ी यहाँ महिला मान को कौन निया देवे महिला को कौन तांकर सुरक्षा देवे जदि महिला जड़े तार एफआईआर दे पारिबो नहीं 10 तारिख रे थाना को जेतेबेले से महिला से झींकर पुरुष बंधु आसिक एफआईआर देवाई कहले एठू तांकर एफआईआर रखा गला नहीं एवं से तुरंत ये आईआईसी को अन्य थाना को बदली करागला एवं नुआ आईआईसी आसिला परे 12 तारिख से झील आसिला अन्य थाना महिला आईआईसी आसिले तापर जाई तांकर रजिस्टर्ड होईची केस रेप केसटा रजिस्टर होईची एटा अत्यंत दुखर गोटे महिला जेतेबेले भुवनेश्वर रे न्याय पारि पारिबो नहीं सुरक्षा पाई पारिबो नहीं गोटे पर्यटन स्थली रे गोपालपुर भलिया जगार धौली भलिया जगार जदि महिला तार न्याय पाई पारिबो नहीं गणदुष्कर्म शिकार हेबो एवं थाना रे महिला आईसी नांती महिला शिशु डेस्क नहीं एठी से तार एफआईआर दे पारिबो नहीं 3 दिन परे एफआईआर देबो एवं सेई आईआईसी को एठी कोन पई बदली करागला एई थाना रु ता मध्ये प्रश्नवाची आज सृष्टि करिछि तेणु कोठी महिला को जीव तार गुहारी करने क्या पाक जीव ये अपारक सरकार गृह विभाग जो मुख्य अच्छा मुख्यमंत्री यही कथा कान को बाजुने भुवनेश्वर से रोचंती घर तैयारी करेंगे दिल्ली रे घर तैयारी करेंगे रंग बदलेबे योजनार ना बदलेबे किंतु महिला सुरक्षित कि नुहति से कथा देखिए ना प्रत्येक दिन 15टी महिला गोटे दिन में दुष्कर्म शिकार होती भुवनेश्वर में 3-4 मास भितर 28टी दुष्कर्म गणदुष्कर्म है किंतु ए पर्यंत निद भांगिनी सरकार मुख्यमंत्री आम तीव्र निंदा करुचु घोर विरोध करुचु तांकर ए भलिया काम को एवं आहुरी दुखर एवं परितापर विषय ए तांकर महिला कमिशनर जो कहले ये माँ मान को एडवाइस देले झील मान को ए स्थान को छाड़ नहीं एवं निजर सुरक्षा निजे कर एवं ताठू बड़ीगला असहायता जेतेबेले उपमुख्यमंत्री महोदय कहले राजनीति करनी को कथार राजनीति कराहब गोटे राजनीतिक व्यक्ति ता लोकों सुरक्षा ता महिला सुरक्षा तार कृषक दलित आदिवासी सुरक्षा पाई कथा कहब ता जंगल परिवेश तार अंचल सुरक्षा कथा कहब सेठी राजनीति करा जाएनी तो कौन को नहीं राजनीति कराहब तुम्हें केवल कार्केट रे बुलिब भुवनेश्वर सारा विभिन्न जिला को कार्केट नहीं जीव आडामेंट देखब किंतु महिला है कि महिला कथा चिंता करून महिला माने किंबरी सुरक्षित रहिबे सेही कथा तोरे चिंता कर कार्केट रे जो बुलुछ जो आडामेंट नहीं कथबार्ता करूछ एवं राजनीति कर ना बोली कहूछ जदि एठी राजनीति महिला सुरक्षा को लेकिन जदि जड़े राजनीति करबनी कथा कहब ना महिला सुरक्षा कथा कहबनी तापर कौन कथा कहब मैडम टी कहबे आपण तो आज अत्यंत दुखर कथा जे सरकार असहाय पुलिस अपारग गृह विभाग अपारग मुख्यमंत्री निजे विफल आईन श्रृंखला नियंत्रण रे नहीं भुवनेश्वर छाती उपर 4 मास रे 28टी रेप केस है मर्डर केस है एवं चार्जसीट हो पारु नहीं तांको गिरफ करा जाऊ नहीं जहाँ को गिरफ कले मासे भितर छड़ा जाउछि तो ताहले कौन आ महिला सुरक्षित हेबे साधारण लोक सुरक्षित आज भी मर्डर होईछि भुवनेश्वर रे काली एयरपोर्ट छकरे गंडगोल हजार हजार लोक जमा होते 50 जन आसिक खंडा बुलेले तो आज कमिशनरेट पुलिस कौन करुच्ची एवं गृह विभाग कौन करुच्ची राजधानी आज रेप कैपिटल भाव में आज सारा पृथ्वी में जनाशुना है रेकर्ड सृष्टि कराणी विरल रेकर्ड भारतीय जनता पार्टी सरकार करिछि तेणु आम दृढ़ निंदा करुछु एवं महिला मान पर ये अत्याचार जदि बंद न हुए ताहले राजरास्ता रे बिजु जनता दल बाहरिकी न्याय पाई लड़ाई करिबो महिला मान सुरक्षा पाई लड़ाई करिबो एवं ए आंदोलन को गाँ पर्यंत नेब।